ধনুর্ধর যত্র যুগেশ্বরম কৃষ্ণ যত্র পার্থ ধনুর্ধর তত্র সে বিজয় ভূতি ধ্রুবা মধ্যম এই সজরা চোর ধরা ধাবরে যে যা বাক্যরে সৃষ্টি করি পারে মহা প্রলয় যাହାର ଛାଇ ପଡ଼ିଲେ ଶିକାର ଚାଲି ରକ୍ତ ଚକି ଚାଲିଯାଏ ମହାବଳ ବାଘ ଆରେ ମୁଁ ଗୋଟାଏ ବିଶ୍ୱଧର ଘୋର ସାପ এই ঘোর ସାପ ଯଦି ଥରେ ଚୋଟ ମାଇଲେ ରାହି ଡାକ ଶୁଭେ ଆଉ ଜବର ପାଛି ମଧ୍ୟ ପଥରେ ଯାଏ ସତରେ ମୋ ଜୀବନର ଅଭିଧାନରେ ଅସମ୍ଭବ ବୋଲି କୌଣସି ଶବ୍ଦ ନାହିଁ କୌଣସି ଶବ୍ଦ ମୋ ମୁଣ୍ଡ ଉପରେ ଯଦି ବିତ୍ତ ସବାର ହୁଏ ତାହେଲେ ମୁଁ ସୃଷ୍ଟି କରିପାରେ ଅନଞ୍ଚ ବାତ୍ୟା ଯଦି ଠିକ ଅଛି ତାହେଲେ ମୁଁ ଗୋଟାଏ ସୁନା ପିଲା ଆଉ ସମୟ ଅନୁସାରେ ଏ ସୁନା ପିଲାର ମୁଣ୍ଡ ଯଦି ତାହେଲେ ମୁଁ ପାଲଟି ଯାଏ ଗୋଟାଏ ବେଇବା ଓ ବନାଗ୍ନେ ବନ୍ୟା ଚୋକ ଆଗ୍ନେ ଓ ବନାଗ୍ନେ এই বনাগ্নিটা ধরা এই সারা বনাঞ্চলটা হতো এই চলেই যায় ଆଉ ଏ ବଣ ମଧ୍ୟରେ ଯେତିକି ଜୀବଜନ୍ତୁ ଆଉ ଅମୂଲ୍ୟ ଚନ୍ଦନ କାଠ ଅଛି ସମସ୍ତେ ପଡ଼ି ପାଉଁଶ ହେଇଯାଏ ପାଉଁଶ ହେଲେ ଆଜି ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି କେବଳ ସେଇ ପୁଣ୍ଡରୀକ ବୈଦ ବାବାଙ୍କ ପାଇଁ ସେଦିନ ଯଦି ବୈଦ ବାବା ଉଚିତ ସମୟରେ ମୋ ପାଖକୁ ଆସିନଥାଏ ଆଉ ମୋତେ ତାଙ୍କ କୁଟୀରକୁ ନେଇ ନ ଯାଇଥାନ୍ତି ଏ ଜୀବନଟା ମୁଁ ଫେରି ପାଇନଥାନ୍ତି ମୁଁ ମରି ଯାଇଥାନ୍ତି ମୁଁ ବଞ୍ଚିଛି ଯେପର୍ଯ୍ୟନ୍ତ ମାଲିକଙ୍କ ରାଜା ଦେବଦତ୍ତର ସମସ୍ୟାଟାକୁ ବିନାଶ ନ କରିଛେ ସେ ପର୍ଯ୍ୟନ୍ତ ମୁଁ ଏଇ ବଣ ମଧ୍ୟରେ ଗୁପ୍ତଚର ଭାବରେ ବଞ୍ଚିକି ରହିବି ହେଲେ ବଣ ମଧ୍ୟରେ ମୁଁ ଯେତେବେଳେ ରହି ଆସୁଛି ମୋ ସହିତ ମୋର ଜଣେ ସହଯୋଗୀ ଭାଇ ଚାକ୍ଷୀ ମଧ୍ୟ ଆସିଥିଲା ହେଲେ ମୋ ଭାଇ ଚାକ୍ଷୀଟା ଅନେକ ସମୟ ଧରି କୁଆଡ଼େ ଯାଇଛି ଏ ପର୍ଯ୍ୟନ୍ତ ଆସିଲାନି ଚାକ୍ଷୀ ଆରେ ଚାକ୍ଷୀ କୋଉଠୁ ଅଛୁ ବେ ଶଳା ଆରେ ଶୀଘ୍ର ଆସେ ଚାକ୍ଷୀ समय धरी तू सला एकुटिया এই পর্বতরে বুলাবুলি করছু ভাই ভাই এই পর্বতরে অনেক হিংস্র জন্তু গুড়াক অছন্তি ভাই সলা তো একুটিয়া ভাই যাবে জিয়ন্তা খাই যাবে ওরে বো ভাই জঙ্গলরে বুলিবা কি মজা ভাই
ସେ ବୈଦ ପୁରା ଝିଅ ସହିତ ମୁଁ ଜଙ୍ଗଲରେ ଟିକେ ବୁଲାବୁଲି କରୁଛି। କଣ କହୁଛୁ ଦେଖେ? ସେଇଥିପାଇଁ ଡେରି ଆଉ। କଣ କହିଲୁ ବୈଦ ବାବାଙ୍କ ଝିଅ ସହିତ ତୁ ପୁଣି ଏ ବଣ ମଧ୍ୟରେ ବୁଲାବୁଲି କରିଛୁ? ଦେଖେ ଭାଇ ଏ କଥା ଯଦି ମୋ ବୈଦ ବାବା କାନରେ ପଡେ ସାରା ତ ଅବସ୍ଥା କଣ ହବ ଜାଣିଛୁ? କଣ ହବ ଭାଇ? ତା ଧରିଥିବା କୁରାଢୀ ସାହାଯ୍ୟରେ ତତେ ଟିକ୍ 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 କାଟି ତା କବି ଭିତରେ ପୋତି ଦବ। ଓରେ ମୋ ସାରା ଭାଇ ମୋ ନା ଚାକ୍ଷୀ ଚାକ୍ଷୀ ପରଖି ସବୁ କଥା ଜାଣେ ଭାଇ। ସେ ବୈଦ ପୁରା ଜମା ଜାଣିପାରିବନି ଆଉ ମତେ ଟିକି କରି କାଟିକି ତା ଜମିରେ ପୋତି ଦବନି ଭାଇ। ମନେ ପକାଅ ସେ ଅତୀତର କଥା। କୋଉ କଥାରେ? ସେଇ ମାଣିକଙ୍କର କଥା। କେମିତି ଭୁଲିବି ଚାଖି ସେଇ ଚାରିକଙ୍କ ରାଜ୍ୟ କଥାଟା। ସେ କଥାଟା ମନେ ପଡ଼ିଗଲେ ମୋ ଛତିରେ ପ୍ରତିଶୋଧ ନିଆଁଟା ଚଲି ଯାଉଛି ରେ ଚାଖି, ନିଆଁ ଚଲି ଯାଉଛି। ଆରେ ଚାଖି ଆଜି ମୁଁ ତୋ ପାଖରେ ଶପଥ କରି କହୁଛି ଯେପର୍ଯ୍ୟନ୍ତ ବାରିକଙ୍କ ରାଜା ଦେବଦତ୍ତର ସମସ୍ତଟାକୁ ବିନାଶ ନ କରିଛି ସେ ପର୍ଯ୍ୟନ୍ତ ମୋ ମନରେ ଶାନ୍ତି ନାହିଁ, ନାହିଁ ଶାନ୍ତି। କରୁଛି ଶପଥ ନହିବ ବ୍ୟର୍ଥ, କରୁଛି ଶପଥ ନହିବ ବ୍ୟର୍ଥ। ମନାଗ୍ନିର ଏ ସତ୍ୟପଣ ଦେବଦତ୍ତ କରିଥିଲି ଚାକ୍ଷୀ ପିତାରାଣୀ, ଚାକ୍ଷୀ ପିତାରାଣୀ ଯୌବନ। মারিবেনি পুত্র পুরাইবি বংশ আরোইবি রাজ্য সিংহাসন। মানিকগড়ের প্রজা সংগঠনে মানিকগড়ের প্রজা সংগঠনে পুরাই বিজয় কেতন করুছি শপথ নহিব ব্যর্থ। অনাগ্নি রয়ে সত্য বড় রাজা দেবদত্ত ଆମ ବେଲି ଭାଇଟାକୁ ରାଜ୍ୟରୁ ଧରି ଦେଇ ସଲାଟା ମନେ ମନେ ଭାରି ଖୁସି ହଉଥିବ। ସେ ଷୋଳ ରାଜା ଭାବୁଛି ଆମେ ବେଲି ଭାଇଟା ମରି ସାରିଛୁ। ନାଇଁ ଚୋଖେ ନାଇଁ, ଆମେ ବେଲି ଭାଇ ବଞ୍ଚିଛୁ ଯେ ପର୍ଯ୍ୟନ୍ତ ତା ଗଳି ଧରିଥିବା ବିଶାଳ ସାମ୍ରାଜ୍ୟଟାକୁ ଭାଙ୍ଗି ଚୁରମାର ନ କରିଛୁ ଆମେ ବେଲି ଭାଇଟା ଏଇ ବଣ ମଧ୍ୟରେ ଗୁପ୍ତଚର ଭାବରେ ବଞ୍ଚିକି ରହିବା। ହେଲେ ଚୋଖେ ଯେତେବେଳେ ବେଲି ଭାଇ ଏ ବଣ ମଧ୍ୟରେ ରହି ଆସିଛି ଜଣେ ପୁଣ୍ଡରିକ ବୈଦ ବାବାଙ୍କ କୁଟୀର ମଧ୍ୟରେ ବାବାଟା ଅନେକ ସମୟ ଧରି କୁଆଡ଼େ ଯାଇଛନ୍ତି ଏପର୍ଯ୍ୟନ୍ତ ଫେରିଲେନି କାହିଁକି? ସେ ବୈଦ ପୁରା କୋଉ ରୋଗୀ ସେବା କରିବା ପାଇଁ ଯାଇଥିବ ବୋଲି ଔଷଧ ଦଉଥିବ। ଠିକ କହିଛୁ, ସେଇଥିପାଇଁ ଡେରି ଆଉ। ହେଲେ ଭାଇ ପୁରା ଆସିବାର ସମୟ ହେଲାଣି, ପୁରା ନିଜ ଫେରି ଆସିବ ଭାଇ। ଆମେ ଟିକେ ଅପେକ୍ଷା କରିବା। ଆରେ ଯେମିତି ହଉନା କାହିଁକି ବୈଦ ବାବା ଆସିବା ବାଟକୁ ଆମେ ବେଲି ଭାଇ ଏଇ ବଡ଼ ବୃକ୍ଷ ମୂଳରେ ଅପେକ୍ଷା କରାଇ ଆଉ ବାବା ଆସିଲେ ତିନି ଜଣ ଏକତ୍ରିତ ହେଇ କୁଟୀର ମଧ୍ୟକୁ ଚାଲିଯିବା। ଠିକ ଅଛି, ଅପେକ୍ଷା କରିବା ଓ ବାବା ଆସିବା ବାଟକୁ। बेटा बना बाबा ଆସିଲେ ମୋ ନାଁ ଧରି ଡାକୁଛନ୍ତି ବାବା ବାବା बेटा बना ବାବା बेटा बना ବାବା ସର୍ବପ୍ରଥମେ এই বনাগ্নির ভূমিষ্ঠ প্রণাম গ্রহণ করন্তু বাবা। उदास बेटा उदास बेटा बना বাবা তুই বলে হেলুস তো বেটা ଆପଣଙ୍କର ସେବା ଶୁଶ୍ରୂଷାରେ ଆଜି ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି ବାବା, ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି। ও বেটা তোর গাটা সব শুকলাস তো বেটা ସବୁ ଶୁଖି ଯାଇଛି ବାବା। ଏଇ ଦେଖ ବାବା
এই হাতটা পରା বড় দিনে ভাଙ୍ଗি যাইଥିଲା আজ হাতটা ଭଲ কাମ କରୁଛି ବାବା এই ଗୋଡ଼ ଭାଙ୍ଗି ଯାଇଥିଲା ବାବା ଆଜି ମୁଁ ଏ ଗୋଡ଼ରେ ଦେଖ ବାବା ମୁଁ ଚାଲି ପାରୁଛି ସତରେ ବାବା ଆପଣଙ୍କ ଚାରି ବୋଲି ଔଷଧ ଖାଇ ମୋ ଜୀବନଟା ଧନ୍ୟ ହେଇଯାଇଛି ବାବା ମୋ ଜୀବନଟା ଧନ୍ୟ ହେଇଯାଇଛି ও বেটা গোটে কথা বেটা କୌଣସି କଥା ବାବା তুই ধরে আমার কাম করবো ନିଶ୍ଚୟ ବାବା ধরে আমার বাটে চালবো ହଁ ବାବା নিয়া না রে বস ବାବା সৎ কথা কইবস ଠିକ ଅଛି ବାବା সত কহিবাকু কিয়া ডরিবি সত কহি পছে মলে মরিবি এটাকে মনে রাখি নেবুস বেটা ନିଶ୍ଚୟ ମନେ ରଖିବେ ବାବା মহাপ্রভু আহা। কুশল মঙ্গল রাখি দেবা বেটা ହଁ ବାବା বেটা বাবা সত্যই ধর্ম আহা। ধর্মই সত্য ହଁ ବାବା এটাকে মানি কর চলবুস বেটা ସଦା ସର୍ବଦା ମାନିକି ଚଳିବି ବାବା বেটা এই লোকের অনিত্য অত্যাচার নাই করবুস ନାଇଁ বেটা ବାବା ନାଇଁ 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 ଏ ଲୋକଙ୍କର ଅନୀତି ଅତ୍ୟାଚାର ମୋ ଜୀବନରେ କେବେ ମଧ୍ୟ କରିବିନି ଆପଣ ଯେପରି ଏ ଲୋକଙ୍କର ସେବା କରୁଛନ୍ତି ଠିକ୍ ସେମିତି ମୁଁ ମଧ୍ୟ ଏ ଲୋକଙ୍କର ସେବା କରିବି ବାବା ଲୋକଙ୍କର ସେବା କରିବି ও বেটা আর গোটে কথা বেটা କୌଣସି କଥା ବାବା মোর বেটি অঞ্জলি আর তুই বেটা দুই ভাই ভাই নিকর চলবা কে এসি ବାବା ଅଞ୍ଚଳି ପୁରା ମୋ ସାନ ଭଉଣୀ ତାକୁ ସ୍ନେହ ମମତା ଦେଇ ବେଶ ଆନନ୍ଦରେ ରଖିବି ଆପଣ ଥିଲେ ମାତ୍ର ଚିନ୍ତା କରନ୍ତୁନି ବାବା ବନାଗ୍ନି ପୁରା ଅଛି ଆପଣ ଥିଲେ ମାତ୍ର ଚିନ୍ତା କରନ୍ତୁନି ও বেটা বাবা। দেখ বেটা সময় তো হেলা মানে? মুই খমন যাইছি চেরেমণি ওষুধ কষা আনলা বলে ই রোগী মনকে দেবিস বেটা ହେଲେ ବାବା ଆପଣ ଗୋଟାଏ କଥା ମନେ ରଖିବେ ସଞ୍ଜ ହେବା ପୂର୍ବରୁ ଯଥା ଶୀଘ୍ର କୁଟୀର ମଧ୍ୟକୁ ଫେରି ଆସିବେ ଜମା ଡେରି କରିବେନି ବାବା ଜମା ଡେରି କରିବେନି তুই চিন্তা নাই কর বেটা মুই সঞ্জ বেলাকে পলে আসবি ଠିକ ଅଛି ବାବା ଆପଣ ଏଥର ଆସିପାରନ୍ତୁ ବାବା যাইছি বেটা ବାବା ভাই ଓ ବହି ତ ବାବା ଯାହା କହିଗଲେ ସବୁ ତ ଶୁଣି ସାରିଛୁ ও ସବୁ ଶୁଣିଛି ଭାଇ ଆଜିଠାରୁ ଭଲାଗ୍ଲେ ଧର୍ମ ନ୍ୟାୟ ଆଉ ସତ ପଥରେ ଚାଲିବ ଭାଇ ଆଉ ଯେମିତି ମୋ ବୈଦ ବାବା ଏ ଲୋକଙ୍କର ସେବା କରୁଛନ୍ତି ଠିକ୍ ସେମିତି ମୁଁ ମଧ୍ୟ ଏ ଲୋକଙ୍କର ସେବା କରିବି ଯଦି ଭାଇ ଭାଇ ଆପଣ ଏଥର ସମାଜ ସେବୀ ହେଇଯାଅ ବସ୍ ଠିକ୍ କହିଛୁ ଆଉ ଏ ସମାଜର ସେବା କର ମୁଁ ସେଇଆ ଚାହେଁ ଭାଇ ତାକେ ଆପଣ ଏଥର ସନ୍ନ୍ୟାସ ନେଇଯାଅ ଚୋଖେ ହଁ, ଭାଇ ଆପଣ ଏଥର ସନ୍ନ୍ୟାସ ନେଇ ନାଇଁ ଜୋରନ୍ଦାକୁ ଯାଇ ଓ କୋବିନି ଖଣ୍ଡେ ପିନ୍ଧି ଚାଖେ ହାତରେ ଖଞ୍ଜଣି ଧରି କ'ଣ କହିଲୁ ଖଞ୍ଜଣି ବଦଉ ଓ তোর খঞ্জনি বাতর କ'ଣ ଭାବିଛୁ ବା ସରାଇ ବନାନ୍ତି ଯାକୁ ତୁରନ୍ତ ଯିବ ଆଉ କୋଉ ପିଲି ପିନ୍ଧି ଖଞ୍ଜଣି ବଜାଇବ ଆଉ କଣ କରିବେ ଲୋକଙ୍କର ସେବା କରିବା ପାଇଁ ଚାହୁଁଛି ସେନା ଗୁଡ଼ଟା କରିବେ ଆଚ୍ଛା। ଭାଇ ଆରେ, ଆପେ ବଞ୍ଚିଲେ ପାପର ନା ମୁଁ ଜାଣିଛୁ ଆଉ କେବେ ଚାହୁଁଛୁ এইটা কলি যুগ এ কলি যুগরে সত্য ন্যায় ধর্মর স্থান নাই ଅଛି কেবল অধর্মর ନାଇଁ ଚୋଖେ ନାଇଁ ভাই ଆଖେ অক্ষয় নুহে এ পাপ জগতে অধর্মর হেউ জয় କହିଲେ জয় অধর্ম দেব এক সদা সর্বদা অধর্মর জয় ହୁଏନି ରେ ଚାଖେ ଅଧର୍ମର ଜୟ ହୁଏନି ভাই ଆଖେ মনরূপ বাসরি গণনা কর କୋଉ କଥା ବେ সেই রাজা দেবদত্তর প্রতিশোধ কথা କେମିତି ଭୁଲିବି ଚାକେ ସେଇ ଆରାମ ଚାଦା ରାଜା ଦେବଦତ୍ତ କଥାଟା ସେ ଯେମିତି ରାଜ୍ୟସଭା ମଧ୍ୟରେ ଆମ ବେଣୀ ଭାଇକୁ ମାର ମାରି ହାତ ଗୋଡ଼ ଭାଙ୍ଗିଥିଲା ভাই ସେ କଥା କ'ଣ ଏତେ ସହଜରେ ଭୁଲିବି ଭାଇ କେମିତି ଆରେ ଚୋଖେ ভাই ଏପଟେ ମୋ ବୈଦ ବାବା କଥା ମାନି ଚଳିବି ନା ରାଜା ଦେବଦତ୍ତର ପ୍ରତିଶୋଧ କଥାଟା ବୁଝିବି ভাই ଚୋଖେ প্রথমে করিব শত্রু কার্য କହିଛୁ তারপরে
କରିବ ପିତୃ କାର୍ଯ୍ୟ। ଚଖେ ଆରେ ଚଖେ ଭାଇ। ଶତ୍ରୁ କାର୍ଯ୍ୟ କରିବାକୁ ହେଲେ ଶତ୍ରୁର ଭଲ ମନ୍ଦ ସବୁ ଜାଣିବାକୁ ପଡ଼ିବ। ହଁ ଭାଇ। ନେତ୍ର ଧରିବା ପାଇଁ ଭାଇଟା ଏଇ ବନ ମଧ୍ୟ ରହି ଆସୁଛୁ। ମାଲିକଙ୍କ ରାଜ୍ୟର ଭଲ ମନ୍ଦ କିଛି ଜାଣିନୁ। ନା କିଛି ଜାଣିନି। ଏଇଥିପାଇଁ ତୋତେ ଗୋଟାଏ କାମ କରିବାକୁ ମୁଁ ଗୋଟେ କାମ କରିବି। ଆରେ। କି କାମ ଭାଇ? ଆସନ୍ତାକାଲି ଗୁପ୍ତଚର ହେଇ ତୁ ମାଲିକଙ୍କ ରାଜ୍ୟକୁ ଯାତ୍ରା କରିବୁ। ମୁଁ ଗୁପ୍ତଚର ହେଇ ମାଲିକ ଘରକୁ ଯାତ୍ରା କରିବି। ଚଖେ ଆଉ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ନେଇ ମୋ ନିକଟକୁ ଫେରିବାକୁ ପଡ଼ିବ। ଭାଇ ଚଖେ ମୁଁ ଯେତେବେଳେ ଆପଣଙ୍କ ସାଥିରେ ଅଛି ଜାଣିଛେ ଜମା ଚିନ୍ତା କରୁଛୁନି ଭାଇ। ଆଚ୍ଛା ମୁଁ ଆସନ୍ତା କାଲି ଗୁପ୍ତଚର ହେଇ ମାଲିକ ଘରକୁ ଯାତ୍ରା କରିବି। ଆଉ ଚଖେ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ସଂଗ୍ରହ କରି ଆପଣଙ୍କ ପାଖରେ ଉପସ୍ଥିତ। ସାବାସ୍ ଚଖେ ସାବାସ୍। ତୋ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ଏ କାମ ତୁ ନିଶ୍ଚୟ କରିପାରିବୁ, ନିଶ୍ଚୟ କରିପାରିବୁ। କିନ୍ତୁ କିନ୍ତୁ ପୁରୀ କ'ଣ ପାଇଁ ଆସିଲା? ଏ କଥାଟା ଯେମିତି ବୈଦ ବୁଢ଼ା ନ ଜାଣେ। ଯଦି ଏ କଥାଟା ବୈଦ ବୁଢ଼ା ଜାଣିଯିବ ଚଖେ ଆମକୁ ଏ ଅଗନାମନି ବନସ୍ଥ ଭିତରେ ରଖାଇ ଦେବନି। ତୁ ଠିକ କହିଛୁ। ରାଜା ଦେବଦତ୍ତ ଯେମିତି ଆମକୁ ରାଜ୍ୟରୁ ତଡ଼ିଦେବ ଠିକ ସେମିତି କର। ବୈଦ ବୁଢ଼ା ମଧ୍ୟ ଆମକୁ ତଡ଼ିଦେବ। ଏ କଥାଟାକୁ ଗୋପନରେ ରଖିବା। ଆରେ ଚଖେ ଭାଇ। ଯେତେବେଳେ ବେଲେ ଭାଇ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛୁ ମନରେ ଭୟ କାହିଁକି ରଖିଛୁ ସାରା? କାହିଁକି ଭୟ ରଖିଛୁ? ଆରେ ପିଙ୍ଗୁଲା ଆଣ୍ଡୁଆ ଦେଖିଛୁ? ପିଙ୍ଗୁଲା ଆଣ୍ଡୁଆ ଯେମିତି ତା ନିଜକୁ ନିଜେ ରଙ୍ଗରେ ପରିବର୍ତ୍ତନ କରେ ଠିକ ସେମିତି ଏ ବନାଗ୍ନି ତା ନିଜକୁ ନିଜେ ପରିବର୍ତ୍ତନ କରିବ। ଏ କଥାଟା ଆମ ବେଲେ ଭାଇ ଛଡ଼ା ତୃତୀୟ ଜଣ କେହି ଜାଣିପାରିବେନି। ୟାକୁ ଗୋପନରେ ରଖିବା। ଆପଣ ଯେମିତି ପିଙ୍ଗୁଲା ପରି ରଙ୍ଗ ବଦଳାଇ କଥାଟାକୁ ଗୋପନରେ ରଖିବେ ଠିକ ସେମିତି ମୁଁ ବାରମାସୀ ଚଢ଼େଇ ପରି ରଙ୍ଗ ବଦଳାଇ ମାଣିକ ଘରକୁ ଯାତ୍ରା କରିବି। ରାଜା ଦେବଦତ୍ତ ଜମାରୁ ଚିହ୍ନି ପାରିବନି କି ଜାଣି। ତୁ ଠିକ କହିଛୁ। ଆରେ ଚଖେ ସବୁ ଅନେକ ହେଇ ସାରିଲାଣି। ମୋ ବୈଦ ବାବା ଆପଣଙ୍କୁ ଯାଇଛନ୍ତି ଔଷଧ ପତ୍ର ପାଇଁ। ଆମେ ବେଲି ଭାଇ ଯଥା ଶୀଘ୍ର ଚାଲିଯିବା ମୋ ସାନ ଭଉଣୀ ଅଞ୍ଚଳି ପାଖକୁ। ଚାଲ ଚଖେ।